नमस् नमस्कार मित्रों, मैं उस चाचा स्वागत करता हूँ आपका हमारे एक नई वीडियो चाचा की क्लास में, जिसमें आज हम पढ़ेंगे सेवेंथ क्लास का बुक जिसका नाम हैगा गणित प्रकाश। अच्छे से पढ़ेंगे। तो पिला माने तमे पूरा रेडी था आज आम यार पढ़ी क्वेश्चन आंसर गुड़ाक सब करवा। जो तुमको वीडियो भल लगे लाइक कर शेयर कर निज सांग मान सब्सक्राइब कर समस्ते मिली मारिक कर। ठीक अच्छे पिला माने टिके रुह, चलो आरंभ करवा। ଶୁଣ ଏଇଟା ଏତେ ଏତେ ହଇରାଣ କରୁଛି ମୋତେ, କ'ଣ କରିବି। ତ ପିଲାମାନେ ଆଜି ଆମେ ଆରମ୍ଭ କରିବା ଆମର ଗୋଟେ ନୂଆ ଚାପ୍ଟର ଯାହାର ନାଁ ହେଉଛି ମାନେ ଆମ ଚାରିପଟେ ଥିବା ବଡ଼ ସଂଖ୍ୟା। ତୁମେ ଜାଣିଛ ଆମର ଚାରିପଟେ କ'ଣ ସବୁ ବଡ଼ ସଂଖ୍ୟା ସବୁ ଅଛି। ଚାଲ ତାହେଲେ ଆରମ୍ଭ କରିବା। କ'ଣ ଅଛି ନା 1,00,000 ପ୍ରକାର ବିହନ। ଆଜି ଆମେ ପୁରା 1.1ଟା ସାରିଦେବା। ଠିକ୍ ଅଛି, ଆରମ୍ଭ କରିବା। ଆମ ରାମନାଥ ଆମ ରାଜ୍ୟ ବରଗଡ଼ର ଅଞ୍ଚଳର ଜଣେ ଚାଷୀ। ସେ ତାଙ୍କ ଜମି ପାଇଁ ଧାନ ବିହନ କିଣିବା ପାଇଁ ନିୟମିତ ଭାବରେ ବଜାରକୁ ଯାଇଥିଲେ। ଏକଦା ସେ ବଜାରକୁ ଯାଇଥିବା ସମୟରେ ରାଜୁ ଓ ସୁରଭି ଧାନ ବିହନ ସମ୍ବନ୍ଧରେ କଥା ହେଉଥିବାର ଶୁଣିଲେ। ରାଜୁ କହିଲା, ପୂର୍ବ କାଳରେ ଆମ ଦେଶରେ ପ୍ରାୟ 1,00,000 କିସମ ବା 1,00,000 ପ୍ରକାର ଧାନ ଥିଲା। ଚାଷୀମାନେ ବିଭିନ୍ନ କିସମର ଧାନ ବିହନକୁ ସାଇତି ରଖୁଥିଲେ, ତାକୁ ବ୍ୟବହାର କରି ଧାନ ଚାଷ କରୁଥିଲେ। ବର୍ତ୍ତମାନ ଆମ ପାଖରେ ହାତ ଗଣିଆ କେତୋଟି କିସମର ବିହନ ଅଛି, ପୁଣି ଚାଷୀମାନଙ୍କୁ ବଜାରକୁ ଆସି ବିହନ କିଣିବାକୁ ପଡ଼ୁଛି। ସୁରଭି କହିଲା, ଆମ ଘର ନିକଟରେ ଏକ ବିହନ ସଂଗ୍ରହାଳୟ ଅଛି। ଏ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ସ୍ଥାନରୁ ପ୍ରାୟ 100ରୁ ଅଧିକ ସ୍ୱଦେଶୀ କିସମର ଧାନ ବିହନ ସଂଗ୍ରହ କଲେଣି। ତୁମେ ସେଠାରୁ ଧାନ ବିହନ କିଣିପାରିବ। ତା କହିବାକୁ ଗଲେ ଆମେ ଏଠି କ'ଣ ଗୋଟେ ୱାର୍ଡ଼ଟା ଶୁଣିଲେ ନା 1,00,000। ଏ ଯେଉଁ 1,00,000 ଶବ୍ଦରୁ ତୁମେ ପୂର୍ବରୁ ପରିଚିତ ଅଛ, ତୁମେ ଜାଣିଛ 1,00,000। ଚାଲ ଆମେ ଟିକେ ସେଇଟା କେତେ ବଡ଼ ସଂଖ୍ୟା, ଚାଲ ଟିକେ ଆମେ ଭଲ କରି ଜାଣିବା। ରାମନାଥ ଏହି ଘଟଣାକୁ ତାଙ୍କ ଝିଅ ନମିତା ଓ ପୁଅ ରମେଶକୁ ଜଣାଇଲେ। ଆଚ୍ଛା ପିଲାମାନେ ମନେ ରଖ, ଆପରେ ଆମେ କ୍ୱେଶ୍ଚିନ୍ ଆନ୍ସର ବି କରିବା। ଟିକେ ଭିଡ଼ିଓରେ ଆଗ ପର୍ଯ୍ୟନ୍ତ ଦେଖିଥିବ। ଠିକ୍ ଅଛି। ଆମ ଦେଶରେ ପ୍ରାୟ 1,00,000 କିସମର ଧାନ ଜାଣିବା ପାଇଁ ରମେଶ ଆଶ୍ଚର୍ଯ୍ୟ ହୋଇଗଲା। ମାନେ ଆମ ଦେଶରେ 1,00,000 କିସମର ଧାନ ଅଛି। ଏହା ଶୁଣିକି ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ବିସ୍ମୟ ହୋଇ କହିଲା, 1,00,000! ଏ ପର୍ଯ୍ୟନ୍ତ ମୁଁ ମାତ୍ର 3-4 ପ୍ରକାରର ଧାନ ନାମ ଜାଣିଛି। ଯଦି ପ୍ରତ୍ୟେକ ଦିନ ଆମେ ଗୋଟିଏ ନୂଆ ପ୍ରକାର ଧାନ ଚାଉଳ ଖାଇବା, ତେବେ 100 ବର୍ଷ ଜୀବନ କାଳ ଭିତରେ ସମସ୍ତ ପ୍ରକାର ଚାଉଳ ସ୍ୱାଦ ଜାଣିପାରିବା କି? ତୁମେ କ'ଣ ଭାବୁଛ? ଅନୁମାନ କର ଟିକେ। କିନ୍ତୁ 1,00,000 କେତେ? ସଂରଚନାକୁ ଲକ୍ଷ୍ୟ କରି ତଳେ ଦିଆଯାଇଥିବା କୋଠରୀ ପୂରଣ କର, ମାନେ ଆନ୍ସର କରିବା ଟିକେ। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 999। ଏଥିରେ ଆମେ ଯଦି 1 ଯୋଗ କରିବା କେତେ ଆସିବ ଆମର? 1ରେ 3ଟା ଶୂନ 1,000, 1, 2, 3, 1,000। ପୁଣି 4 ଅଙ୍କ ବୃହତ୍ତମ ସଂଖ୍ୟା ମାନେ 4ଟା 9, 1, 2, 3, 4, 9,999। ଏଥିରେ ଯଦି ଆମେ 1 ଯୋଗ କରିବା କେତେ ପାଇବା ଆମେ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 1ରେ 4ଟା ଶୂନ 1, 2, 3, 4, 1, 10, 100, 1000, 3, 4, 5 ହେଇଗଲା। 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 5ଟା 9ରେ 1, 2, 3, 4, 5, 99,999। ଯଦି ଆମେ 1 ଯୋଗ କରିବା କେତେ ପାଇବା? 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଆଉ ଗୋଟେ ଦେଲା କ'ଣ ନା 99,995। ବଢ଼େଇ ବଢ଼େଇକି ଲେଖିବା। 99,996, 99,997, 99,998, 99,999। ଏଇଟା କେତେ? 1,00,000। 1,00,000 1ରେ 4ଟା ଶୂନ 5ଟା ଶୂନ 1, 2, 4, 5 ହେଇଗଲା। ପରେ ଏଠି କେତେ? 1,00,001। 1,00,001। 1,00,000 ତାପରେ ତଳେ 1,00,002। 1,00,002 ତାପରେ 1,00,003। ଏ ଜାଗା ଏତେ କମ୍ ଅଛି, ଲେଖିବା ଠିକରେ ହେଉନି। 1,00,003। 1,00,004। 1,00,004। ଠିକ୍ ଅଛି, ଆଗକୁ ଯିବା। ତାପରେ ନମିତା ରମେଶ ହିସାବ କରି ଦେଖିଲେ ଯେ ଯଦି ସେମାନେ ଦିନକୁ ଗୋଟିଏ ପ୍ରକାର ଚାଉଳ ଖାଆନ୍ତି, ତେବେ ସେ 100 ବର୍ଷରେ 1,00,000 କିସମର ଚାଉଳ ଖାଇପାରିବେ ନାହିଁ। ନମିତା ପ୍ରସ୍ତାବ ଦେଲା, ଯଦି ଆମେ ଦିନକୁ 2 ପ୍ରକାର ଚାଉଳ ଖାଇବା, ତେବେ କ'ଣ 100 ବର୍ଷରେ 1,00,000 ପ୍ରକାର ଚାଉଳ ଖାଇପାରିବା? ପାରିବା କି ନାହିଁ?
ତମେ ଟିକେ କ'ଣ ଭାବୁଛ କହିଲ ଟିକେ ଆଗକୁ ଯିବା ନା ଯଦି ଯଦି ଜଣେ ଦିନକୁ 3 ପ୍ରକାର ଚାଉଳ ଖାଏ ତେବେ ସେ 100 ବର୍ଷରେ କାଳରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବ କି? ଆସ ନିର୍ଣ୍ଣୟ କରିବା। ରମେଶ କହିଲା, ଆମେ ଜାଣିଥିଲୁ ଯେ 1 ବର୍ଷରେ 365 ଦିନ। ଅଧିବର୍ଷକୁ ବାଦ ଦେଲେ ମାନେ 4 ବର୍ଷରେ ଯେଉଁ ଗୋଟିଏ 366 ଦିନ ହେଇଯାଏ, ସେ ଅଧିବର୍ଷକୁ ଛାଡ଼ିଦେଲେ ରମେଶ କହିଲା ନା, ଗୋଟିଏ ବର୍ଷରେ 365 ଦିନ ମାନେ ୱାଇ ହେଲା ଆମର ବର୍ଷ ବଞ୍ଚିବାର ଜୀବନ କାଳ ମାନେ କେତେ 100 ବର୍ଷ। ଜୀବନ କାଳ ମୋର ଦିନ କେତେ 365 ଗୁଣନ ୱାଇ ମାନେ ଟୋଟାଲ ଆମେ ସେତିକି ବଞ୍ଚିବା 100 ବର୍ଷ। ଚାଲ ଆମେ ଟିକେ ହିସାବ କରି କହିବା କି ଯଦି ଜଣେ ଲୋକ ଦିନକୁ 3 ପ୍ରକାର ଚାଉଳ ଖାଏ ସେ 100 ବର୍ଷରେ 1 ଲକ୍ଷ କିସମର ଚାଉଳ ଖାଇପାରିବ କି ନାହିଁ? ଚାଲ ଟିକେ ଆନ୍ସର କରିବା। ଠିକ ଅଛି। ତାପରେ ସେ କହିଲା ୱାଇ ପାଇଁ ଏକ ସଂଖ୍ୟା ନିଅ। ଏହି ୱାଇ ବର୍ଷ ଦିନ ସଂଖ୍ୟାର 1 ଲକ୍ଷ ସହିତ କେତେ ନିକଟତା ଅଛି? ତୁମେ ବାଜିଥିବା ୱାଇର ମାନ ପାଇଁ ନିର୍ଣ୍ଣୟ କରିବା। ଦେଖିବା ୱାଇର କେତେ ଥିଲା 100। ସେ କେତେ କହିଲା ଯଦି ସେ 100 ଦିନ ବଞ୍ଚିବ କେତେ କରିକି ଖାଇବ? ଠିକ ଅଛି। ଦିନ କରେ ଖାଏ ଟିକେ ୱାଇ ସଂଖ୍ୟା 100 365 ଗୁଣନ ୱାଇ 365 ଗୁଣନ ୱାଇ ତ 365 ହେଲା ଆମର କେତେ 365 ଗୁଣନ ୱାଇ କେତେ 100। ଏଇଟା ଅଛି ଆମର 1 ଲକ୍ଷରୁ କେତେ ନିକଟତମ। କେତେ ଆସିଲା ଆମର 365ରେ 2ଟା ଶୂନ ମାନେ ଆମର ଆସିଲା 36,500। ଏଇଟା ଆମର 1 ଲକ୍ଷରୁ କେତେ ପାଖ ଅଛି କରିବା। 1 ଲକ୍ଷ 1ରେ 5ଟା ଶୂନ 1 2 3 4 5 ଏଇଟା ଆମର କେତେ ଆସିଲା 36,500। ଏଇଟା 1 ଲକ୍ଷରୁ କେତେ ନିକଟତର କରିବା ପାଇଁ ପ୍ଲାନ୍ଟା କରିବା। କେତେ ମିନିଟ୍ ହେଲା କି 8 ମିନିଟ୍ ହେଲାଣି। ଶୂନରୁ ଶୂନ ଗଲେ ଶୂନ, ଶୂନରୁ ଶୂନ ଗଲେ ଶୂନ, 10 ଏଠୁ ନେଲେ 1 10, 10ରୁ 5 ଗଲେ 5 ହେଲା କେତେ 9, 9ରୁ 6 ଗଲେ ହେଲା 3 ହେଲେ କେତେ 9, 9ରୁ 3 ଗଲେ ହେଲା 6 ମାନେ 63,500। ଯେଉଁ ଆମ ୱାଇ ପାଇଁ ଯେଉଁ ଆମେ ସଂଖ୍ୟାଟା ନେଲେ ଏ ୱାଇ ପାଇଁ ଯେଉଁ ସଂଖ୍ୟାଟା ନେଲେ ସେ 1 ଲକ୍ଷ ସହିତ କେତେ ନିକଟତର ନା 63,500। ତାପରେ ଆଗକୁ ଯିବା। ଆମର ତ ଆନ୍ସର ବି ଦେଖିଲ। ତାପରେ କହିଛି କ'ଣ ନା 2011 ଜନଗଣନା ଅନୁଯାୟୀ ବରଗଡ଼ ସହର ଜନସଂଖ୍ୟା ଏତିକି ଥିଲା 83,651। ଏ 1 ଲକ୍ଷରୁ କେତେ କମ୍ ପ୍ଲାନ୍ କରି ଜଣାଯିବ। 1 ଲକ୍ଷ 4 5 ପ୍ଲାନ୍ କରିବା 83,651। ପିଲାମାନେ ତୁମେ ଯଦି ନିଜେ କରିବ ଜଣାପଡ଼ିବ। ତୁମେ ଯଦି କହିବ ମୁଁ ଗୋଟେ ଖାତାରେ ଆର କରିକି ତ ମୁଁ ଏଠି ମଝିରେ ମଝିରେ ଫଟୋଟା ଦେଇଦେବି। ଠିକ୍ ଅଛି। କେତେ 10ରୁ 1 ଗଲା ହେଲା 9, 6ରୁ କେତେ ଗଲା ଏଇଟା ଆମର 5 ବା 6ରୁ 5 ଗଲା 10 ଗଲା 9, 5ରୁ 5 ଗଲା 0। ଏଇଟା ହେଲା କେତେ 9ରୁ ଆସିଲା 1 10, 10ରୁ 6 ଗଲା 4, 9ରୁ 6 ଗଲା 9ରୁ 3 ଗଲା 6 କେତେ 9ରୁ 8 ଗଲା 1। ସରି ଟିକେ ଗୋଟିଏ ମିଷ୍ଟେକ୍ ଗଲା। କୁଆଡ଼େ ଗଲା ରେ ରବର ହଁ ହେଇଗଲା ଟିକେ ଲିଭିଯା ହେଇଗଲା। କେତେ ଥିଲା ଆମର ନା 1 10 କେତେ ଥିବ 16,409। ଠିକ୍ ଅଛି 16,409। ତାହେଲେ ମୁଁ କ'ଣ କରିବି ନା ତୁମେ ଭିଡ଼ିଓ ଟିକେ ଆଗରୁ ମୁଁ ମୋର ଖାତାରେ ଯେଉଁ କରିଥିବି ଟିକେ ଭଲକି ଦେଇଦେବି। ଏଠି ମୁଁ ଟିକେ କ୍ଲିୟରଲି ଭଲକି ଲେଖିପାରୁନି। ଠିକ୍ ଅଛି। ଆଉ ଏଇଟା କଲେ 1 ଲକ୍ଷରୁ କେତେ ଅଧିକ ନା 4,000 ଅଧିକ କାହିଁକିନା 1,04,000ରୁ ଯଦି ଆମେ 1 ଲକ୍ଷ ଫେଡ଼ିବା କେତେ ଆସିବ ଶୂନ କେତେ ନା 4,000। ଦେଖୁନ 1 ଲକ୍ଷ 4,000 ଫିଲ୍ଡ କେତେ ଆସିଲା 1,04,000। ସେ କହିଲା ବଡ଼ ସଂଖ୍ୟାକୁ ବୁଝିବା ମୁଁ ଏଇ ଜାଗାରେ ଗୋଟେ ଆଡ଼୍ କରିଦେଇ ନିଜ ଖାତାର। ଆଉ ଗୋଟେ କ'ଣ କୋଶ୍ଚିନ୍ ଛାଡ଼ିଗଲା ନା 2011ରୁ 2024ର କିଏ ବଡ଼ କେତେ ବଡ଼ ମାନେ ଏତିକି କେତେ ବଢ଼ିଲା। ଆମେ ଏଇଟାକୁ ଫେଡ଼ିଦେଲେ ଆନ୍ସରଟା ମିଳିଯିବ। ମୁଁ ଖାତାରେ କରିକି ଟିକେ ଦେଖେଇଦେବି। ଠିକ୍ ଅଛି। ହେଲେ ଆଉ ଟିକେ ଯିବା ମାନେ ଏତିକିରେ ରହିବା। 12 ମିନିଟ୍ ହେଇଗଲାଣି ଆଉ ଯିବା ଆଗକୁ ଯିବା। ଗୋଟିଏ ଖାଲି କରିକି ଛାଡ଼ିଦେବା। ଖାଲି ବତେଇ ଦେଉଛି କେମିତି ଅଛି ତାପରେ କରିବେ। ଠିକ୍ ଅଛି। ଏଇଟା ଠିକ୍ ସମୟରେ ମୋତେ ଖାଲି ହଇରାଣ କରୁଛି ଫୋନ୍ଟା।
ତୁମେ ମାନେ ଏପର୍ଯ୍ୟନ୍ତ ଏମିତି କିଛି ଛାଡ଼। ଗୁଜରାଟର ଅବସ୍ଥା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଉଚ୍ଚତା କେତେ? 180 ମିଟର। ଆମ ରାଜ୍ୟ ଯେଉଁ ଖଣ୍ଡାଧାର ଅଛି ତାର ଉଚ୍ଚତା କେତେ? 2,244 ମିଟର। ଠିକ୍ ଅଛି। ଏପରି ବଡ଼ ମାପଗୁଡ଼ିକ ବୁଝିବା ମାନେ ଅନୁଭବ କରିବା ସମ୍ଭବ ନୁହେଁ। ଆମେ ଯଦି ମାପଗୁଡ଼ିକ ଆମ ଚାରିପାଖରେ ଥିବା ଜିନିଷ ଆକାର ସହିତ ତୁଳନା କଲେ ଆମେ ଏହାକୁ ଭଲ ଭାବରେ ବୁଝିପାରିବା। ଚାଲ ଉଦାହରଣ ଦେଖିବା। ଡାହାଣ ପାଖରେ ଦିଆଯାଇଥିବା ଚିତ୍ରକୁ ଦେଖ। ଏଇଟା କଥା କହୁଛି। ଏହା 10 ମାଲା ବିଶିଷ୍ଟ ଘର। ସୋମୁର ଘର ଉଚ୍ଚତା ସୋମୁର ହାଇଟ୍ କେତେ? 1 ମିଟର। ଯଦି ଘର ମାର ପ୍ରତ୍ୟେକର ଉଚ୍ଚତା 4 ଗୁଣ, ମାନେ ଆର 4 ଗୁଣ, ଆର ହାଇଟ୍ର 4 ଗୁଣ ହେଉଛି ଆର ଗୋଟେ ମହଲାର ଉଚ୍ଚତା। ମାନେ ଯଦି ସମୟ ହୁଏ 1 ମିଟର, ତାହେଲେ ଉଚ୍ଚତା ହୁଏ 4 ମିଟର। ଠିକ୍ ଅଛି। ଦେଖିନେବା। ଦେଖ ଏଠି ଦେଖ ସବୁ 4 4 4 4 କରି ବଢ଼ିଛି। 4 4 ମିଟରର ଗୋଟେ ମହଲା ଅଛି। କୋଶ୍ଚିନ୍ ଦେଇଛି ନା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ କିମ୍ବା ସୋମୁର ଘର 10 ମାଲା ବିଶିଷ୍ଟ ମଧ୍ୟରୁ କାହାର ଉଚ୍ଚତା ଅଧିକ, କେତେ ଅଧିକ? ଠିକ୍ ଅଛି। ଷ୍ଟାଚ୍ୟୁ ଅଫ୍ ୟୁନିଟ୍ର ଉଚ୍ଚତା କେତେ? 180 ମିଟର। ଆମେ ଉପରେ ଦେଖିଲେ। ଆଉ ସୋମୁ ଘର ଉଚ୍ଚତା କେତେ? 40 ମିଟର। ଏଠି ଦେଖିଦେଉଛି। ଏଠି ଦେଖ ସୋମୁ ଘର ହେଉଛି 40 ମିଟର। ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ହେଲା କେତେ? ମୁଁ ଟିକେ ଉପରେ ଦେଖିଦିଏ। ଏଇଟା ହେଲା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ର ଉଚ୍ଚତା ହେଲା 180 ମିଟର। ସୋମୁ ଘର ହେଲା 40 ମିଟର। କିଏ ଅଧିକ ଉଚ୍ଚ? ନା ଷ୍ଟାଚ୍ୟୁ ଅଫ୍ ୟୁନିଟି। ଏଇଟା ଉଚ୍ଚ। କେତେ ଉଚ୍ଚ କରିବା ପାଇଁ 180ରୁ 40 ଫେଡ଼ିଦେବା କେତେ? 0ରୁ 0 ଗଲେ 0, 8ରୁ 4 ଗଲେ 4, 140 ମିଟର ଉଚ୍ଚ। ଠିକ୍ ଅଛି। ଆଉ ଖଣ୍ଡଧାର ଜଳପ୍ରପାତ ସୋମୁ ଘରର ଉଚ୍ଚତା ଠାରୁ କେତେ ଅଧିକ? ଖଣ୍ଡଧାରର କେତେ? ଖଣ୍ଡଧାର ହେଲା ଆମର 244 ମିଟର। ସୋମୁ ଘର ହେଲା 40 ମିଟର। କରିଦେବା ଏଇଠି। 244ରୁ 40 ଗଲା କେତେ ଆସିଲା? ନା 204 ମିଟର। 204 ମିଟର। କିଏ ଅଧିକ ଉଚ୍ଚ? ନା ଖଣ୍ଡଧାର ଜଳପ୍ରପାତ ଅଧିକ ଉଚ୍ଚ। କେତେ ଅଧିକ ଉଚ୍ଚ? ନା 204 ମିଟର ଅଧିକ ଉଚ୍ଚ। ଠିକ୍ ଅଛି। ସେ ଅଛି ସୋମୁର ଘର କେତେ ମାହଲା ହୋଇଥିଲେ ଜଳପ୍ରପାତ ଉଚ୍ଚତା ନିକଟତମ ହେଇଥିବ? ଏଥିପାଇଁ ଆମେ ହରଣ କରିଦେବା। ଗୋଟେ ମାହଲା କେତେ? ନା 4 ମିଟର ଉଚ୍ଚ। ଖଣ୍ଡଧାର ଜଳପ୍ରପାତ ଉଚ୍ଚତା କେତେ? 244 ମିଟର। କେତେ ମାହଲା ହେଇଥାନ୍ତା? ନା 424 ପଡ଼ିଲା କେତେ? 4 4 କେ 4 ପ୍ଲସ୍ 0। ଅତଏବ ଯଦି ସୋମୁର ଘର 61 ମାଇଲ ହେଇଥାନ୍ତା, ତେବେ ସେ ଖଣ୍ଡଧାର ଜଳପ୍ରପାତ ଉଚ୍ଚତାର ନିକଟତର ହେଇଥାନ୍ତା। ଠିକ୍ ଅଛି। ଆଗକୁ ଯିବା। ମାନେ 1 ଲକ୍ଷଟି ବଡ଼ ସଂଖ୍ୟାଟି ନା ସାନ ସଂଖ୍ୟାଟି? ରାମନାଥ ଝିଅ ନମିତା ପୁଅ ରମେଶକୁ ପଚାରିଲେ 1 ଲକ୍ଷ ସଂଖ୍ୟାଟି ବଡ଼ ସଂଖ୍ୟା ନା ସାନ ସଂଖ୍ୟା? ନମିତା କହିଲା, ମୁଁ ଭାବୁଛି 1 ଲକ୍ଷ ସଂଖ୍ୟାଟି ହେଉଛି ବଡ଼ ସଂଖ୍ୟା। ଆମ ଦେଶରେ 1 ଲକ୍ଷ କିସମର ଧାନ ଚାଷ ହେଉଥିଲା ବେଳେ ଯାହାକୁ ବହୁତ ଅଧିକ 1 ଲକ୍ଷ ଦିନ ବଞ୍ଚିବ, ମାନେ 1 ଲକ୍ଷ ଦିନ ବଞ୍ଚିବ ମାନେ କେତେ? 274 ବର୍ଷ ବଞ୍ଚିବ, ଯାହାକି ପ୍ରକୃତରେ ବହୁତ ଲମ୍ବ ସମୟ। ଯଦି 1 ଲକ୍ଷ ଲୋକ ସିଧା ଧାଡ଼ିରେ ଠିଆ ହୁଅନ୍ତି, ତେବେ ସେ 38 କିମି ଲମ୍ବ ଗୋଟେ ଧାଡ଼ି ବନେଇ ଦେବେ। କିନ୍ତୁ ରମେଶ କହିଲା ମୁଁ ଭାବୁଛି 1 ଲକ୍ଷ ଗୋଟେ ବଡ଼ ସଂଖ୍ୟା ନୁହେଁ। ଏଇନା ଅହମ୍ମଦାବାଦର କ୍ରିକେଟ ଷ୍ଟାଡିୟମ ସେଥିରେ 1 ଲକ୍ଷରୁ ଅଧିକ ଲୋକ ବସିପାରିବେ। ତାହେଲେ 1 ଲକ୍ଷ ଲୋକ ଛୋଟ ଜାଗାରେ ବସିବେ କେମିତି? ସେ କହିଲା ଅଧିକାଂଶ ଲୋକଙ୍କ ମୁଣ୍ଡରେ 80,000ରୁ 1 ଲକ୍ଷ 20,000 ଚୁଟି ବା କେଶ ଥାଏ। କଳ୍ପନା କର ଏଭଳି ଏକ ଛୋଟ ସ୍ଥାନରେ 1 ଲକ୍ଷ କେଶ ରହିପାରୁଛି କିପରି? ମୁଁ ଶୁଣିଥିଲି ଯେ କିଛି ମାଛ ପ୍ରଜାତି ଯେଉଁଠାରେ ଏକ ମାଈ ମାଛ ଏକ ସମୟରେ 1 ଲକ୍ଷରୁ ଅଧିକ ଅଣ୍ଡା ଦିଏ, ବା କିଛି ମାଛ ଏକାଥରରେ 10 ଲକ୍ଷ ଅଣ୍ଡା ଦିଅନ୍ତି। ହେଲେ 1 ଲକ୍ଷ ସଂଖ୍ୟାଟା ବଡ଼ ନା ସାନ? ତମେ ଟିକେ ମୋତେ କମେଣ୍ଟ କରିବ। ଠିକ୍ ଅଛି। ତାପରେ ଆମେ 5 ଅଙ୍କିଷ୍ଟ ସଂଖ୍ୟା ଯେମିତି 45,000 ପାଇଁ ଭାରତୀୟ ସ୍ଥାନୀୟ ଲିଖନ ପ୍ରଣାଳୀର କମ ବ୍ୟବହାର କରୁଛି। ଯେମିତି 3ଟା ସଂଖ୍ୟା ଛାଡ଼ି 1000 ସ୍ଥାନରେ କମା ଦେବା, 10,000 କମା ଦେବା, କମ ବ୍ୟବହାର କରି ସଂଖ୍ୟା ଗୁଡ଼ିକ ସହଜରେ ପଡ଼ିପାରୁଛି। ମାନେ 1, 10, 100, 1000 ଏଇ 3ଟା ସଂଖ୍ୟା ଛାଡ଼ି ଗୋଟେ କମା ଦିଅନ୍ତି ଆମେ। ସେଠି 10,000 ସ୍ଥାନରେ, ଲକ୍ଷ ସ୍ଥାନରେ ଆମେ ଗୋଟେ ଇଏ କରନ୍ତି। ହଁ ତ କୋଉଠି ଟିକେ ଇମ୍ପୋର୍ଟାଣ୍ଟ କଲ୍ଟା ଆସିଯାଇଥିଲା, ତାରି ପାଇଁ ମୋତେ ଟିକେ ଡେରି ହେଇଗଲା। ଛାଡ଼। ବଡ଼ ସଂଖ୍ୟା ବଡ଼ ହେଲେ ଆମେ କମା ବ୍ୟବହାର କରିବା କିପରି?
10,000 स्थान 1 लक्ष स्थान अंक मानक व्यवहार करथिबा संख्या गुड़िक तुम पूर्वर व्यवहार करछ। जमती आम गोटे 3टा संख्या छाड़ी गोटे 2टा संख्या छाड़ी एमती आम लिखिदेबा केमी पढ़ा 12 लक्ष एटा लक्ष स्थान एटा 1000 स्थान एटा 100 दशक एकक स्थान आपको आम केमी पढ़ी पार ना आम 12 लक्ष 78,000 830 मैंने आग 2टा होगा लक्ष मझे 2टा होगा 1000 एटा लक्ष एटा 1000 एटा होगा 100 दशक 830 सेमती एटा पढ़ा केमी 15 लक्ष 75,000 तापर से कहला ये सब को तुम्हें अक्षर लिखा केते लिख 3,06,000 अगर तुम लिखी तो मुझे लिखिले मो अक्षर बहुत खराब हुए 3,06,600 तापर मुझे खाली कहीदे तुम लिखिद ठीक अच्छे एटा केते 5,04,085 एटा केते 27,30,000 एटा केते 70,53,138 होगला आगे जावा एगुड़िक अक्षर लिखाई आपको आम कमा दे लिखा ठीक अच्छे 1,23,456 1,23,456 3टा संख्या छाड़ी कमा 2टा संख्या छाड़ी कमा होगला तापर कौन कहला 4,07,704 4,07,704 होगला 3टा संख्या छाड़ी कमा 2टा संख्या छाड़ी कमा होगला तापर आगे जावा आ गोटे गला 5,05,050 5,05,000 होगला 50 5,50 होगला 3टा संख्या छाड़ी कमा 2टा संख्या छाड़ी कमा देख 5 लक्ष अच्छी 5,000 अच्छी 50 अच्छी होगला तापर आगे गोटे रहीगला 10,02,035 10,02,035 मैंने 35 होगला 10,02,035 ठीक अच्छे पे मत कमेंट करदेव आम खाली जो अच्छी आम जमी आम 1.2 आरंभ होगा आपको मुझे नेक्स्ट वीडियो करी तो मतलब खाली कमेंट कर दियो आम खाली से क्वेश्चन आंसर करी पढ़ेबा ना खाली आम एकदम पूरा गोटे गोटे कहानी गुड़ाक पूरा कहानी गुड़ाक आम पढ़ा ना खाली आम क्वेश्चन आंसर गुड़ाक शीघ्र शीघ्र करी पढ़ेबा ठीक अच्छे तुम कमेंट कर और भल लगी सब्सक्राइब कर लाइक कर निज सांग मान शेयर कर ठीक अच्छे कमेंट मत कर ठीक अच्छे रही नमस्कार।